ଚାଲନ୍ତୁ କଳ୍ପନା କରିବା ଏପରି ଏକ ବିଶ୍ୱ ଯେଉଁଠି ସମ୍ପୂର୍ଣ୍ଣ ମାନବ ସମାଜ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ହେବେ ଐକ୍ୟ ଓ ସଦ୍ଭାବର ଭାବନାରେ। ନିଶ୍ଚିତ ଭାବରେ ଏହା ଏକ ସୁଦୂର ସ୍ୱପ୍ନ ସଦୃଶ, କିନ୍ତୁ ଏହି ଚିନ୍ତାଧାରା ଉପରେ ହିଁ ପର୍ଯ୍ୟବେସିତ ଅଛି ସଦ୍ଭାବନା ଦିବସ। ସଦ୍ଭାବନା ହେଉଛି ଗୋଟେ ହିନ୍ଦୀ ଶବ୍ଦ ଯାହାର ଅର୍ଥ ଶାନ୍ତି ଏବଂ ସଦ୍ଭାବ, ଇଂରାଜୀରେ ଗୁଡ୍ୱିଲ୍ କିମ୍ବା ହାର୍ମୋନି। ଏହି ଦିବସ ପ୍ରତିବର୍ଷ ଅଗଷ୍ଟ ମାସ 20 ତାରିଖରେ ସମଗ୍ର ଭାରତବର୍ଷରେ ପାଳନ କରାଯାଏ, ଯାହାକି ପ୍ରତିଧ୍ୱନିତ ହୋଇଥାଏ ସଦ୍ଭାବ ଓ ଏକତାର ଧ୍ୱନିରେ। ଏହାର ମୂଳ ଉଦ୍ଦେଶ୍ୟ ହେଲା ଦେଶର ସମସ୍ତ ଜାତି, ଧର୍ମ, ବର୍ଣ୍ଣ, ଭାଷାଭାଷୀଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବ, ଜାତୀୟ ସଂହତି, ଶାନ୍ତି ଏବଂ ପ୍ରେମର ବାର୍ତ୍ତା ପ୍ରଚାର କରିବା। ରାଷ୍ଟ୍ରୀୟ ସଦ୍ଭାବନା ଦିବସ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଏକ ମହତ୍ତ୍ୱପୂର୍ଣ୍ଣ ବା ଇମ୍ପୋର୍ଟାଣ୍ଟ ସ୍ଥାନ ଗ୍ରହଣ କରିଛି, କାରଣ ଏହା ସମ୍ମାନ ଜଣାଏ ସେହି ଦୂରଦର୍ଶୀ ନେତାମାନଙ୍କୁ ଯେଉଁମାନେ କି ବିଭିନ୍ନତା ମଧ୍ୟରେ ଏକତାକୁ ପ୍ରୋତ୍ସାହନ ଦେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି। ତେବେ ଏହି ଦିନଟି ଭାରତର ଷଷ୍ଠ ତଥା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ତଥା ସାମ୍ପ୍ରଦାୟିକ ସଦ୍ଭାବନାର ପ୍ରଚାରକ ରାଜୀବ ଗାନ୍ଧୀଙ୍କର ଜନ୍ମ ଜୟନ୍ତୀ ସ୍ମୃତିରେ ଉତ୍ସର୍ଗୀକୃତ। 1984ରୁ 1999 ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଭିତରେ ରାଜୀବଙ୍କ ନେତୃତ୍ୱରେ ସରକାର ଦେଶ ଦୁନିଆରେ ଶାନ୍ତି ଓ ସଦ୍ଭାବ ସ୍ଥାପନ କରିବା ପାଇଁ ଏକ କଠୋର ନୀତି ଆପଣାଇଲେ। ରାଜୀବ ଗାନ୍ଧୀ 1944 ମସିହା ଅଗଷ୍ଟ 20 ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦୌହିତ୍ର ଏବଂ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜ୍ୟେଷ୍ଠ ପୁତ୍ର। ମାତ୍ର 40 ବର୍ଷ ବୟସରେ ସେ ଭାରତର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରି ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିଲେ। ଜଣେ ପାଇଲଟ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ରାଜୀବ ଗାନ୍ଧୀ ପରିସ୍ଥିତି ଚକ୍ରରେ ପଡ଼ି ରାଜନୀତିରେ ପ୍ରବେଶ କରିଥିଲେ ମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଦେଶର ବିକାଶ ପାଇଁ ନୂତନ ଦିଗ୍ଦର୍ଶନ ଦେଇଥିଲେ। ତାଙ୍କୁ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଦୂରସଞ୍ଚାର ବିପ୍ଳବର ଜନକ ବୋଲି କୁହାଯାଏ। ସେ ଭାରତକୁ ଏକବିଂଶ ଶତାବ୍ଦୀର ଆଧୁନିକ ବିଶ୍ୱ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଥିଲେ। କମ୍ପ୍ୟୁଟର, ମୋବାଇଲ ଫୋନ ଏବଂ ଡିଜିଟାଲ ବ୍ୟବସ୍ଥାର ପ୍ରସାର କରି ସେ ଭାରତକୁ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ତୋଳିବାକୁ ସ୍ୱପ୍ନ ଦେଖିଥିଲେ। ଶିକ୍ଷାନୀତିରେ ସଂସ୍କାର, ମତଦାନ ବୟସ ସୀମା 21ରୁ 18 ବର୍ଷକୁ ହ୍ରାସ କରି ଯୁବପିଢ଼ିଙ୍କୁ ଗଣତନ୍ତ୍ରରେ ସାମିଲ କରିବା ପାଇଁ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ତାଙ୍କର ପ୍ରମୁଖ ଅବଦାନ ଥିଲା। ସଦ୍ଭାବନା ପ୍ରତିଷ୍ଠା ପାଇଁ ସେ ବିଦେଶରେ ମଧ୍ୟ ବହୁ ପ୍ରଚେଷ୍ଟା କରିଥିଲେ। ମାଳଦ୍ୱୀପ, ସେସେଲ୍ସରେ ସାମରିକ ବିପ୍ଳବ ଏବଂ ଶ୍ରୀଲଙ୍କାରେ ଆତଙ୍କବାଦୀ ସଂଗଠନକୁ ଦମନ କରିବାରେ ସହାୟକ ହୋଇଥିଲେ। ବିଶ୍ୱକୁ ପରମାଣୁ ଅସ୍ତ୍ରରୁ ମୁକ୍ତ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସେ ଏକ କାର୍ଯ୍ୟକାରିଣୀ ମଧ୍ୟ ଉପସ୍ଥାପନ କରିଥିଲେ। କିନ୍ତୁ ଦୁଃଖର ବିଷୟ ହେଲା ଯେ 1991 ମସିହା ମେ ମାସ 21 ତାରିଖରେ ତାମିଲନାଡୁର ଶ୍ରୀ ପେରୁବୁନ୍ଦୁରଠାରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କର ଅକାଳ ବିୟୋଗ ଘଟିଥିଲା। ତାଙ୍କର ଏହି ବଳିଦାନ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ସେ ଜୀବନସାରା ଭାରତର ଏକତା ଓ ସଂହତି ପାଇଁ କାର୍ଯ୍ୟ କରିଥିଲେ। ତେଣୁ ତାଙ୍କର ମୃତ୍ୟୁ ପରେ ତାଙ୍କର ମହାନ ଦୂରଦୃଷ୍ଟି ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତାକୁ ଜୀବିତ ରଖିବା ପାଇଁ ଭାରତ ସରକାର ତାଙ୍କ ଜନ୍ମଦିନ ଅର୍ଥାତ୍ ଅଗଷ୍ଟ 20କୁ ସଦ୍ଭାବନା ଦିବସ ରୂପରେ ଘୋଷଣା କଲେ। ଏହା ଆରମ୍ଭ ହେଲା 1992 ମସିହାରୁ। ଏହି ଦିବସ ପାଳନ ମାଧ୍ୟମରେ ସରକାର ଦେଶବାସୀଙ୍କୁ ଏହା ମନେ ପକାଇ ଦେବାକୁ ଚାହାନ୍ତି ଯେ ହିଂସା କେବେ ବି କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। କେବଳ ପରସ୍ପର ପ୍ରତି ଆଦର, ସମ୍ମାନ ଏବଂ ସଦ୍ଭାବନା ରଖିଲେ ହିଁ ଏକ ଶକ୍ତିଶାଳୀ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନ ସମ୍ଭବ। ସଦ୍ଭାବନା ଦିବସର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ। ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ। ଏହି ଦିବସ ପାଳନ କରିବା ପାଇଁ କେତେକ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ପ୍ରଥମତଃ ସାମ୍ପ୍ରଦାୟିକ ସଂହତି ପ୍ରତିଷ୍ଠା। ଭାରତ ହେଉଛି ବିଭିନ୍ନ ଧର୍ମ, ଭାଷା ଓ ସଂସ୍କୃତିର ମିଶ୍ରଣ। ଏଠାରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ସମସ୍ତେ ବାସ କରନ୍ତି। ସଦ୍ଭାବନା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସମ୍ପ୍ରଦାୟ ମଧ୍ୟରେ ଭାତୃଭାବ ବୃଦ୍ଧି କରିବା ଏବଂ କୌଣସି ପ୍ରକାର ଧାର୍ମିକ କିମ୍ବା ଆଞ୍ଚଳିକ ବିଦ୍ୱେଷକୁ ଦୂର କରିବା। ଦ୍ୱିତୀୟତଃ ହିଂସାମୁକ୍ତ ସମାଜ ଗଠନ କରିବା। ଉଗ୍ରବାଦ, ଆତଙ୍କବାଦ ଏବଂ ଆଭ୍ୟନ୍ତରୀଣ ହିଂସା ଦେଶର ବିକାଶ ପଥରେ ବଡ଼ ପ୍ରତିବନ୍ଧକ। ଏହି ଦିବସ ଲୋକଙ୍କ ମଧ୍ୟରେ ଅହିଂସା, ସହନଶୀଳତା ଏବଂ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାର ମାନସିକତା ସୃଷ୍ଟି କରେ। ତୃତୀୟତଃ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା।
ରାଜୀବ ଗାନ୍ଧୀ ଯୁବପିଢ଼ିଙ୍କ ଉପରେ ଅଗାଧ ବିଶ୍ୱାସ ରଖୁଥିଲେ। ଏହି ଦିବସ ଯୁବକମାନଙ୍କୁ ଦେଶ ଗଠନ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣେଇବାକୁ ପ୍ରେରଣା ଦିଏ। ଚତୁର୍ଥତଃ ପରିବେଶ ଏବଂ ପ୍ରାକୃତିକ ସୁରକ୍ଷା। ସଦ୍ଭାବନା କେବଳ ମଣିଷ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ପ୍ରକୃତି ଏବଂ ପରିବେଶ ସହିତ ମଧ୍ୟ ଜଡ଼ିତ। ଏହି ଦିବସରେ ଗଛଲତା, ଜୀବଜନ୍ତୁ ଏବଂ ସମଗ୍ର ପୃଥିବୀର ସୁରକ୍ଷା ପାଇଁ ସଦ୍ଭାବନା ରଖିବାକୁ ବାର୍ତ୍ତା ଦିଆଯାଏ। ଏବେ ଚାଲନ୍ତୁ ଜାଣିବା ଏହାକୁ କିପରି ପାଳନ କରାଯାଏ। ସଦ୍ଭାବନା ଦିବସ ଅବସରରେ ଦେଶର ବିଭିନ୍ନ କାର୍ଯ୍ୟାଳୟମାନଙ୍କରେ, ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି ଦିବସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଶପଥ ଗ୍ରହଣ ଉତ୍ସବ। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଦେଶର ଏକତା, ଅହିଂସା ଏବଂ ସଦ୍ଭାବନା ରକ୍ଷା କରିବା ପାଇଁ ଶପଥ ପାଠ କରନ୍ତି। ଶପଥ ପାଠଟି ହେଉଛି, ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ଜାତି, ସମ୍ପ୍ରଦାୟ, କ୍ଷେତ୍ର, ଧର୍ମ କିମ୍ବା ଭାଷାର ଭେଦଭାବ ନ କରି ସମସ୍ତ ଭାରତୀୟଙ୍କ ମଧ୍ୟରେ ଭାବଗତ ଏକତା ଓ ସଦ୍ଭାବନା ପାଇଁ କାର୍ଯ୍ୟ କରିବି। ମୁଁ ଆହୁରି ମଧ୍ୟ ପ୍ରତିଜ୍ଞା କରୁଛି ଯେ ଆମ ମଧ୍ୟରେ ଥିବା ସମସ୍ତ ମତାନ୍ତର ବା ବିବାଦକୁ ମୁଁ ହିଂସାର ଆଶ୍ରୟ ନ ନେଇ ଆଲୋଚନା ଏବଂ ସାମ୍ବିଧାନିକ ଉପାୟରେ ସମାଧାନ କରିବି। ଏହି ଶପଥ କେବଳ ଏକ ଆନୁଷ୍ଠିକତା ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକର ଦେଶ ପ୍ରତି ଥିବା କର୍ତ୍ତବ୍ୟବୋଧକୁ ଦର୍ଶାଇଥାଏ। ଏହା ଆମକୁ ମନେ ପକାଇ ଦିଏ ଯେ ଦେଶର ସୁରକ୍ଷା ଓ ଶାନ୍ତି ପାଇଁ ଆମକୁ ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠିବାକୁ ପଡ଼ିବ। ପୁଷ୍ପମାଲ୍ୟ ଅର୍ପଣ କରାଯାଏ ନୂଆଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀଙ୍କ ସମାଧିପୀଠ ବୀରଭୂମିଠାରେ, ଯେଉଁଠାରେ ଦେଶର ପ୍ରମୁଖ ନେତୃବୃନ୍ଦ, ତାଙ୍କ ପରିବାରବର୍ଗ ଏବଂ ସାଧାରଣ ଜନତା ଏକତ୍ରିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି। ସେଠାରେ ସର୍ବଧର୍ମ ପ୍ରାର୍ଥନା ସେବାର ଆୟୋଜନ କରାଯାଏ, ଯାହା ଭାରତର ସର୍ବଧର୍ମ ସମଭାବର ପ୍ରତୀକ। ଏହାଛଡ଼ା ସ୍କୁଲ କଲେଜ ମାନଙ୍କରେ ସାଂସ୍କୃତିକ ଏବଂ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ, ଯାହା ପର୍ଯ୍ୟବେସିତ ହୋଇଥାଏ ରାଜୀବ ଗାନ୍ଧୀଙ୍କ ଜୀବନ ଉପରେ। ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୁଏ। ଏହାଦ୍ୱାରା କୋମଳମତି ଶିଶୁ ଏବଂ ଯୁବପିଢ଼ିଙ୍କ ମନରେ ଦେଶପ୍ରେମର ଜାଗରଣ ସୃଷ୍ଟି ହୁଏ। ଆହୁରି ମଧ୍ୟ ସଦ୍ଭାବନା ଦୌଡ଼ର ଆୟୋଜନ କରାଯାଏ। ଅନେକ ସହରରେ ଶାନ୍ତି ଏବଂ ଏକତାର ବାର୍ତ୍ତା ପ୍ରସାର କରିବା ପାଇଁ ମାରାଥନ କିମ୍ବା ଶାନ୍ତି ଶୋଭାଯାତ୍ରା ବାହାରିଥାଏ। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୁଅନ୍ତି। ଏହି ଦିନ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର, ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଏବଂ ବସ୍ତ୍ର ବଣ୍ଟନ ଭଳି ଜନହିତ କାର୍ଯ୍ୟ କରାଯାଏ। ସଦ୍ଭାବନା ଦିବସ ଅବସରରେ ଦେଶରେ ଶାନ୍ତି, ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଜାତୀୟ ସଂହତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜୀବ ଗାନ୍ଧୀ ଜାତୀୟ ସଦ୍ଭାବନା ପୁରସ୍କାର ପ୍ରଦାନ କରାଯାଇଥାଏ। 1992 ମସିହାରୁ ଆରମ୍ଭ ହୋଇଥିବା ଏହି ସମ୍ମାନଜନକ ପୁରସ୍କାର ସ୍ୱରୂପ ଏକ ପ୍ରଶସ୍ତିପତ୍ର ଏବଂ 3 ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଏ। ବିଗତ ବର୍ଷଗୁଡ଼ିକରେ ମଦର ଟେରେସା, ଉସ୍ତାଦ ବିସ୍ମିଲ୍ଲା ଖାଁ, ଲତା ମଙ୍ଗେଶକର, ସୁନୀଲ ଦତ୍ତ, କେ.ଆର୍. ନାରାୟଣନ, ନିର୍ମଲା ଦେଶପାଣ୍ଡେ ଇତ୍ୟାଦି ମହାନ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇ ସାରିଛି। ଏହି ପୁରସ୍କାର ସମାଜରେ ଭଲ କାମ କରୁଥିବା ଲୋକଙ୍କୁ ଉତ୍ସାହିତ କରିଥାଏ। ସଦ୍ଭାବନା ଗଠନରେ ମହିଳାମାନଙ୍କ ଭୂମିକାକୁ ଏଡ଼ାଇ ଦିଆଯାଇ ନପାରେ। ମହିଳାମାନେ ହେଉଛନ୍ତି ସଦ୍ଭାବନା, ସହନଶୀଳତା ଏବଂ କରୁଣାର ପ୍ରତୀକ। ସମାଜରେ ଶାନ୍ତି ପ୍ରତିଷ୍ଠା କରିବାରେ ସେମାନଙ୍କର ଭୂମିକା ନିମ୍ନମତେ ଆଲୋଚନା କରାଯାଇପାରେ। ପ୍ରଥମତଃ, ପରିବାରରେ ସଂସ୍କାର ଏବଂ ଏକତା ଆଣିବା। ପରିବାର ହେଉଛି ସମାଜର କ୍ଷୁଦ୍ରତମ ରୂପ। ଜଣେ ମା ହିଁ ତାର ସନ୍ତାନକୁ ପ୍ରଥମେ ସ୍ନେହ, ଆଦର ଏବଂ ସହନଶୀଳତାର ପାଠ ପଢ଼ାଇଥାଏ। ପିଲାଦିନରୁ ଯଦି ଜଣେ ଶିଶୁ ନିଜ ମା ଠାରୁ ସମସ୍ତ ଧର୍ମ ଏବଂ ସମସ୍ତ ମଣିଷକୁ ସମ୍ମାନ ଦେବାର ଶିକ୍ଷା ପାଏ, ସେ ବଡ଼ ହୋଇ କେବେ ବି ସମାଜରେ ବିଦ୍ୱେଷ ବିସ୍ତାର କରିବ ନାହିଁ। ଦ୍ୱିତୀୟତଃ, ସାମାଜିକ ସଂହତି ରକ୍ଷା। ଗାଁ ଗହଳିରେ ମହିଳାମାନେ ବିଭିନ୍ନ ପର୍ବପର୍ବାଣୀ ଏବଂ ସୁଖ ଦୁଃଖରେ ପରସ୍ପର ସହ ସାମିଲ ହୁଅନ୍ତି। ଏହି ପାରସ୍ପରିକ ସମ୍ପର୍କ ସାମାଜିକ ସଦ୍ଭାବନାକୁ ଅଧିକ ଦୃଢ଼ କରିଥାଏ। ତୃତୀୟତଃ, ହିଂସାର ପ୍ରତିରୋଧ। ଇତିହାସ ସାକ୍ଷୀ ଅଛି ଯେ ଯେତେବେଳେ ବି କୌଣସି ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା କିମ୍ବା ହିଂସା ଘଟିଛି, ସେତେବେଳେ ମହିଳା ଏବଂ ଶିଶୁମାନେ ହିଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ତେଣୁ ମହିଳାମାନେ ସ୍ୱାଭାବିକ ଭାବରେ ହିଂସାର ବିରୋଧୀ ଏବଂ ଶାନ୍ତିର ସପକ୍ଷବାଦୀ।
चतुर्थतः राजीव गांधी दूरदृष्टि एवं महिला सशक्तिकरण। राजीव गांधी विश्वास करथिले जे महिला मानक सक्रिय अंशग्रहण बिना भारत में प्रकृत गणतंत्र किंबा सद्भावना प्रतिष्ठा होई परिबो नाही। सेथिपई से केतेक ऐतिहासिक पदक्षेप नैथिले, जेमिति कि 73तम एवं 74तम संविधान संशोधन बिल आसीथिला, जेउथिरे कि स्थानीय स्वायत्त शासन रे महिला मानक पई 33% स्थान संरक्षित करा जाइथिला। ओडिशा भली बहु राज्य रे एहाकु वर्तमान 50% को वृद्धि करा जाइछि। एहा द्वारा लक्ष लक्ष महिला आज राजनैतिक स्तर रे निष्पत्ति नेबारे क्षमता पाइछन्। शिक्षागत विकास, महिला मानक मध्यरे सचेतनता वृद्धि पाई महिला शिक्षा को व्यापक प्रोत्साहन देबा पाई, जहा द्वारा सेमाने निज अधिकार विषय जानि पारले। सांप्रदायिक समय रे ओडिशा रे महिला सद्भावनार प्रतिफलन। ओडिशा रे महिला मानक पई विभिन्न सामाजिक एवं अर्थनैतिक सद्भावनार सर्वश्रेष्ठ उदाहरण साजिचंती महिला माने। मिशन शक्ति, ओडिशार कोण अनुकरणे थिबा स्वयं सहायक गोष्ठी रे माँ माने केवल आत्मनिर्भरशील होई नथांती, बरं सेमाने जाति धर्मर प्राचीर भांगी एकाठी काम करुछंती। गोटिए गोष्ठी रे विभिन्न संप्रदायर महिला माने एकाठी बसी व्यवसाय करुछंती, जहा सद्भावनार एक प्रकृत प्रतिफलन। कुसंस्कार विरुद्ध रे स्वर उत्तोलन करिसेंती। ओडिशार महिला माने बाल्य विवाह, यौतुक प्रथा एवं निशाद्रव्य व्यवहार विरुद्ध रे ग्रामांचल रे संग्राम करुछंती, जहा समाज रे शांतिर वातावरण सृष्टि करछि। महिला स्वास्थ्य एवं सामाजिक सद्भावना, जड़े सुस्थ महिला ही एक सुस्थ परिवार एवं सुस्थ समाज गठन करिपारे। सद्भावना केवल बाह्य शांति नुह, यह शारीरिक और मानसिक सुस्थतार सहित जड़ित। पुष्टिहीनता दूरकरण एवं मानसिक स्वास्थ्य प्रति सचेतनता सृष्टि करिवा पई सरकार विभिन्न योजना तथा ममता योजना, केंद्रीय उज्ज्वला योजना माध्यम रे स्वास्थ्यकर परिवेश जोगाई देउछंती। समाज जेतेबेले महिलांक स्वास्थ्य को सम्मान दिए, सेतेबेले समाज रे एक सकारात्मक सद्भावना सृष्टि हुए। कुंतला कुमारी साबतक ठारू आरंभ करी प्रतिभा रायଙ୍କ पर्यंत ओडिशार अनेक महिला साहित्यिक सेमानଙ୍କ लेखनी माध्यम रे समाज रे समानता, प्रेम एवं भाईचारार वार्ता प्रसार करी आछंती। ओडिया चलचित्र एवं संगीत रे मध्य नारीर सम्मान और ता त्याग को उच्च स्थान दिया जायछि, जहा समाज को संवेदनशील करिबारे साहाय्य करुछि। आह्वान एवं समाधानर पंथा आज भी महिला माने समाज रे अनेक आह्वान रो सामना करुछंती, जेपरि कि घरोई हिंसा, कर्मक्षेत्र रे असमानता एवं साइबर अपराध। सद्भावना दिवस केतेबेले सार्थक हबो जेतेबेले प्रत्येक महिला निजको सुरक्षित मणि करिवे, नारी निर्यातना विरुद्ध रे आईन गुड़िक सठिक भाबरे कार्यकारी हेबो, प्रत्येक कन्या संतान को उच्च शिक्षा निमंते आर्थिक सहायता जोगाई दिया जिवो, एवं एपरि एक समाज गठन जेउठी प्रत्येक नारी गर्वर सहित मुंड टेकी जी पारिबे। वर्तमान जानिबा आधुनिक समाज रे, आधुनिक भारत रे सद्भावनार प्रासंगिकता। आजिर एकविंश शताब्दीर भारत रे सद्भावना दिवसर प्रासंगिकता पूर्व अपेक्षा अधिक अनुभूत हेउची। वर्तमान सोशल मीडिया रे अपव्यवहार कारणरू गुजब एवं घृणा भाव शीघ्र व्यापी जाउची, जहा समाज रे शांति श्रृंखला नष्ट करुची। छोट छोट कथा को नहीं सांप्रदायिक हिंसा उपजुची। एभली स्थान रे राजीव गांधी सद्भावना, धैर्य एवं मानविकतार वार्ता आम पई अमृत सदृश। जदि आमे विश्वर महाशक्ति हेबाकु चाहूं, तेबे सर्वप्रथमे आमको आभ्यंतरण भावे शक्तिशाली हेबाकु पड़िबो। आभ्यंतरण शक्ति केवल सेतेबेले आसीबो जेतेबेले देशर 140 कोटी जनता एकजुट होई कार्य करिवे। जाति किंबा धर्म नावरे विभाजित हेले देश दुर्बल होइजिबो। तेणु सद्भावना दिवस आमको एही एकतार सूत्र रे बांधी रखिबारे साहाय्य करे। धन्यवाद।